ମେଡିକାଲର ଘରୋଇ ସୁରକ୍ଷାକର୍ମୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଅଘଟଣ। ଫଳରେ ନିଶ୍ୱାସ ମାରିଲେ ରୋଗୀଙ୍କ ସହ ମେଡିକାଲର କର୍ମଚାରୀମାନେ। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ସବୁଦିନ ଭଳି ଚଳଚଞ୍ଚଳ ହୋଇଉଠିଥିଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। ରୋଗୀମାନେ ଡାକ୍ତରଙ୍କ ସହ ସାକ୍ଷାତ କରିବା ପାଇଁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭିଡ଼ ଜମାଇଥିଲେ। ଏତିକିବେଳେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏକ ବିରଳ ପ୍ରଜାତିର ନାଗସାପକୁ ଦେଖି ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। କିଛି ଅଘଟଣ ଘଟିବା ଆଶା କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ପ୍ରମାଦ ଗଣିଥିଲେ। ଏତିକିବେଳେ ଉପସ୍ଥିତ ବୁଦ୍ଧି ଘଟାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସୁରକ୍ଷାକର୍ମୀ ସ୍ୱାଧୀନ ମାଝୀ ବିରଳ ନାଗସାପଟିକୁ ଅତି ସତର୍କତାର ସହ ଧରି ନେଇଥିଲେ। ଲୋକେ ସୁରକ୍ଷାକର୍ମୀଙ୍କ ଏଭଳି କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ସାପଟି କୋଳଥିଆ ନାଗ ବୋଲି ଜଣାପଡ଼ିଛି। ଉଦ୍ଧାର ସାପକୁ କାଳୁପଡ଼ା ଘାଟ ଶଙ୍ଖ ନିକଟରେ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି। ଖୋର୍ଦ୍ଧା ଟାଙ୍ଗୀରୁ ସୂର୍ଯ୍ୟକାନ୍ତ ସାହୁଙ୍କ ରିପୋର୍ଟ, ସ୍ୱସ୍ତିକ ନ୍ୟୁଜ୍।